ନାକିଜି ଛକଠାରେ ସିମେଣ୍ଟ ଗୁଣ୍ଡ ଟାଙ୍କି ହୁତୁ ହୁତୁ ହୋଇ ନିଆଁ ଜଳିଗଲା। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ନାକିଜି ଛକ ନିକଟସ୍ଥ 55 ଜାତୀୟ ରାଜପଥ ଉପରେ 4 ଘଣ୍ଟା ସମୟରେ ସମ୍ବଲପୁର ଆଡ଼ୁ ଅନୁଗୁଳ ଅଭିମୁଖେ ଯାଉଥିବା ଗାଡ଼ି ନମ୍ବର CG07 CK7456 ଏକ ଟାଙ୍କି ଗାଡ଼ି ବ୍ରେକ୍ ଜାମ୍ ହୋଇଯିବାରୁ ହୁତୁ ହୁତୁ ହୋଇ ନିଆଁ ଜଳିଗଲା। ଘଟଣାର କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅଣୟାତ କରିଥିଲେ। ब्यूरो रिपोर्ट आठमल्लिक समाचार।